ଆଜି ରାତିରେ ସେ ନାରୀ ତୁମକୁ ଫୋନ୍ କରିବ, ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ। କେବଳ 2ଟି ରସୁଣ ଏଇଠି ରଖ। ହଁ ଫ୍ରେଣ୍ଡସ୍, ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଆପଣ କିପରି 2ଟି ରସୁଣ ସାହାଯ୍ୟରେ କେଉଁ ବି ଝିଅ ବା ବିବାହିତା ନାରୀକୁ ନିଜ ବଶରେ କରିପାରିବେ। କେବଳ ଆପଣଙ୍କୁ 2ଟି ରସୁଣ ଏଇଠି ରଖିବାର ଅଛି। ସେ ନାରୀ 5 ମିନିଟ୍ରେ ତୁମ ପାଖକୁ ଆସିବ, ଯାହା ଚାହିଁବେ ତାହା କରିବ। ହଁ ଫ୍ରେଣ୍ଡସ୍, ଯଦି ଆପଣ କେଉଁ ଝିଅ ବା ବିବାହିତା ନାରୀକୁ ମନେ ମନେ ଭଲ ପାଉଛନ୍ତି କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ନିଜର ମନ କଥା କହିପାରୁନାହାନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ବା ବିବାହିତା ନାରୀ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କ ଇଚ୍ଛାକୁ ପୂରଣ କରିବ। କାହିଁକି ନା ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ବିନା ମନ୍ତ୍ର ତନ୍ତ୍ରରେ କେବଳ 2ଟି ରସୁଣ କୁଲା ସାହାଯ୍ୟରେ ଏମିତି ଏକ ମହା ଶକ୍ତିଶାଳୀ ବଶୀକରଣ, ଯାହାର ପ୍ରୟୋଗରେ ଆପଣ ନିଜ ପସନ୍ଦର ସେ ଝିଅ ବା ବିବାହିତା ନାରୀକୁ ମୁହୂର୍ତ୍ତକ ଭିତରେ ନିଜ ବଶରେ କରିପାରିବେ। ତାକୁ ପଟେଇ ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ତନ୍ତ୍ର ମନ୍ତ୍ର କରିବାକୁ ପଡ଼ିବନି କିମ୍ବା କୌଣସି ପ୍ରକାର ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। ଆପଣ ନିଜ ଘରେ ବସି ବସି କେବଳ 2ଟି ରସୁଣ କୁଲା ସାହାଯ୍ୟରେ ନିଜ ପସନ୍ଦର ସେ ଝିଅ ବା ବିବାହିତା ନାରୀକୁ ନିଜ ପ୍ରେମରେ ଦିବାନୀ କରିପାରିବେ। ତାକୁ ପଟେଇ ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ମାତ୍ର ଥରେ ଆପଣ ଏହି ବଶୀକରଣ କରିକି ଦେଖନ୍ତୁ, ତାପରେ ଦେଖିବେ ଚମତ୍କାର। କିପରି ସେହି ସମୟଠାରୁ ସେ ଝିଅ ବା ବିବାହିତା ନାରୀ ରାତିଦିନ ଆପଣଙ୍କ କଥା ଭାବିବ, ପାଗଳି ପରି ଆପଣଙ୍କୁ ଭଲ ପାଇବ। ଯେଉଁ ଝିଅ ପଟୁନଥିଲା ସିଏ ନିଜେ ଆସି ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଯେଉଁ ବିବାହିତା ନାରୀକୁ ଆପଣ ଦିନ ରାତି ଭାବୁଛନ୍ତି, ସିଏ ରାତି ଦିନ ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଯଦି ଆପଣ ଝିଅ ପଟେଇବାକୁ ଚାହୁଁଛନ୍ତି କିମ୍ବା କେଉଁ ବି ବିବାହିତା ନାରୀଠାରୁ ନିଜର ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି, ତେବେ ଆଜିର ଏହି ଭିଡ଼ିଓଟିକୁ ପୁରା ଧ୍ୟାନ ସହିତ ଶେଷ ପର୍ଯ୍ୟନ୍ତ ଦେଖିବେ। କାହିଁକି ନା ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ବିନା ମନ୍ତ୍ର ତନ୍ତ୍ରରେ କେବଳ 2ଟି ରସୁଣ କୁଲା ସାହାଯ୍ୟରେ ଆପଣ କିପରି ଝିଅ ପଟେଇ ପାରିବେ। ଝିଅ ପଟେଇବା ପାଇଁ ବଶୀକରଣ, ଯାହାର ପ୍ରୟୋଗରେ ଆପଣ କେଉଁ ବି ଝିଅ ବା ବିବାହିତା ନାରୀକୁ ନିଜ ବଶରେ କରିପାରିବେ। ସିଏ ଆପଣଙ୍କ ପ୍ରେମରେ ଏମିତି ଦିବାନୀ ହେଇଯିବ କି ରାତି ଦିନ ଆପଣଙ୍କ କଥା ଭାବିବ, ପାଗଳି ପରି ଆପଣଙ୍କୁ ଭଲ ପାଇବ। ଯେଉଁ ଝିଅ ଆପଣଙ୍କୁ ଧୋକା ଦେଇଥିଲା, ସିଏ ନିଜେ ଆସି ଆପଣଙ୍କ ସହିତ କଥା ହେବ, ଆପଣଙ୍କର ପାଦ ତଳେ ପଡ଼ିବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଏହି ବଶୀକରଣ ସାହାଯ୍ୟରେ ଆପଣ ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରିପାରିବେ। ତାକୁ ପଟେଇ ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିବେନି। କାହିଁକି ନା ଏହି ବଶୀକରଣର କୌଣସି ପ୍ରକାର କାଟ ନାହିଁ। ମାତ୍ର ଥରେ, ହଁ ଫ୍ରେଣ୍ଡସ୍, ମାତ୍ର ଥରେ ଯେଉଁ ଝିଅ ବା ବିବାହିତା ନାରୀ ଉପରେ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିଦେବେ, ସିଏ ସେହି ସମୟଠାରୁ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ, ଆପଣଙ୍କୁ ଭଲ ପାଇବାକୁ ଲାଗିବ, ଆପଣଙ୍କୁ ଛାଡ଼ି ଗୋଟେ ମୁହୂର୍ତ୍ତ ବି ରହିପାରିବନି। ତେବେ ଏହି ବିଧିକୁ ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ, ମୁଁ ଆପଣଙ୍କୁ ବତେଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ବତେଇବି। ଜାଣିବା ପାଇଁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖିବେ। ତେବେ ଯାଇକି ଆପଣ ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଜାଣିପାରିବେ। ଅଧାରୁ ଛାଡ଼ିକି ପଳେଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି। ପରେ କମେଣ୍ଟ କରିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ଦେଖନ୍ତୁ, ଯେଉଁପରି ଆପଣ ଭଗବାନଙ୍କୁ ମାନୁଛନ୍ତି, ଭଗବାନଙ୍କ ଉପରେ ବିଶ୍ୱାସ ରଖିଛନ୍ତି, ନିଜର ସବୁ ଦୁଃଖ କଷ୍ଟ ଅସୁବିଧା ଭଗବାନଙ୍କୁ ଜଣାଉଛନ୍ତି, ଯଦି ସେ ଅସୁବିଧାର ସମାଧାନ ନ ହେଲା, ତାର ମାନେ ନୁହେଁ କି ଭଗବାନ ନାହାନ୍ତି। ସେହିପରି ତନ୍ତ୍ର ମନ୍ତ୍ର ହୁଏ, ବଶୀକରଣ କାମ କରେ, କିନ୍ତୁ ଏହାକୁ ଆପଣଙ୍କୁ ସିଦ୍ଧ କରିବାକୁ ପଡ଼ିବ। ପ୍ରୟୋଗ ବିଧି ଠିକ୍ ଭାବରେ କରିବାକୁ ପଡ଼ିବ। ମନ୍ତ୍ର
ठीक भाव उच्चारण करने को पड़ो तेबे जाई मु आपनकु ग्यारंटी देउची आपण 100% सफल हेबे। जदि गोटिए थर रे हेउनी द्वितीय थर चेष्टा करंतु निहाती भावे सफल हेबे। एथिपाई आमर तंत्र शास्त्ररू मु आज आपणक पई एमिति एक सहज घरेई बशीकरण नहीं आसीची जहाकू आपण प्रयोग करदेले निज पसंदर झियो बा विवाहिता नारी को निज बसरे करिपारिबे। एथिपाई आपणकू कोनोसी प्रकार मंत्र तंत्र करने को पड़बनी किंबा कोनोसी प्रकार पैसा खर्च करने को पड़बनी। केवल 2टा रसुण कुलार आवश्यक। हाँ फ्रेंड्स, केवल 2टी रसुण कुला साहाय्य आपण केउं भी झियो बा विवाहिता नारी को निज बसरे करिपारिबे, ताकू निज प्रेम रे दीवानी करिपारिबे। तेबे चलंतु जानिबा एही बशीकरण आपण किपरि करिबे। ता पूर्वरु मोर आपण मानकु अनुरोध कि जदि आपण आम चैनल को नुआ आसिचंती तेबे दयाकरी चैनल को सब्सक्राइब करी पाखर थिबा बेल आइकन को मध्य दबाई दिंतु, जहाद्वारा आमे जेउ भी वीडियो अपलोड करिबु सर्वप्रथमे आपण देखि परिबे। तेबे मन रखंतु एही बशीकरण करिबा पई आपणकू किछि सामग्री दरकार, जेमिति कि 2टा रसुण कुला, गोटिए कला रंगर कलम, अल्प टिके लाल सिंदूर आउ गोटिए छुंची। एतिकी जिनिष आपणकू आवश्यक। प्रथमे आपण कौन करिवे, एतिकी जिनिष आनी सारिबा परे भल भाबरे हाथ गोड़ मुह धोई सफा वस्त्र पिंधि कोनोसी एक जगार चुपचाप बसी पड़िबे, जेउठारे आपणकू केही देखिबेनी किंबा अधारू डाकिबेनी। तापरे जो रसुण कुला आनिचंती गोटिए रसुण कुलारे आपण सेई झियो बा स्त्रीर नाम लिखिबे जहाकू आपण निज बसरे करबाकू चाहुचंती। आउ गोटिए रसुण कुलारे आपण निजर नाम लिखिबे। नाम लिखि सारिबा परे आपण कौन करिवे, से 2टाक रसुण रे आपण भल भाबरे सिंदूर लगै देबे। तापरे से 2टाक रसुण को एकाठी करी बाम हाथ रे धरिबे आउ डाहाण हाथ रे छुंची को धरिबे। तापरे 7 थर सेई झियो बा स्त्रीर नाम उच्चारण करिबे आउ 7 थर निजर नाम उच्चारण करिबे। एतिकी करि सारिबा परे आपण कौन करिवे, से 2टाक रसुण कुलारे छुंची को फोड़ी देबे। एमिति भाबरे फोड़िबे जेमिति 2टाक रसुण कुला छुंची मझिरे रहिबो। 2टाक रसुण रे छुंची भल भाबरे फोड़ी जिवो। एतिकी करि सारिबा परे आपण कौन करिवे, से 2टा रसुण कुला आउ छुंची जो फोड़ीचंती सेमती नेइकी सेई झियो बा स्त्रीर घर सामनारे जेउ मुख्य गेट थिबो बा मुख्य कबाट पाखे आपण रखिदेई चुपचाप घर को फेरी आसिबे। एतिकी करिकी देखंतु ग्यारंटी देउची से झियो बा विवाहिता नारी मात्र 5 मिनिट रे आपणक आड़कू आकर्षित हेबाकू लागिबो। धन्यवाद।